ନମସ୍କାର ଦର୍ଶକ ବନ୍ଧୁ, ଏହି ପବିତ୍ର ରାମନବମୀ ଅବସରରେ ଖାସ୍ ଆପଣଙ୍କ ପାଇଁ ଆମେ ପ୍ରସ୍ତୁତ କରୁଛୁ ରାମନବମୀ କଥା। ତେଣୁ ଯଦି ଆପଣ ଜଣେ ରାମ ଭକ୍ତ ହୋଇଥିବେ ତେବେ କମେଣ୍ଟରେ ଜୟ ଶ୍ରୀରାମ ନିଶ୍ଚୟ ଲେଖନ୍ତୁ। ଆସନ୍ତୁ ଏହି କଥାକୁ ଆରମ୍ଭ କରିବା। ଥରେ ମାତା ପାର୍ବତୀ ଭଗବାନ ଶିବଙ୍କୁ ପଚାରିଲେ, ପ୍ରଭୁ ରାମ କିଏ? ଭୋଳାନାଥ କହିଲେ, ରାମ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ସପ୍ତମ ଅବତାର। ଶ୍ରୀରାମଙ୍କ ପ୍ରତିଷ୍ଠା ପୁରୁଷୋତ୍ତମ ତଥା ଜଣେ ନ୍ୟାୟପ୍ରିୟ ରାଜାଙ୍କ ହିସାବରେ ହୋଇଛି। ଏହାପରେ ପାର୍ବତୀ ପୁଣି ପଚାରିଲେ, ହେ ଦେବ, ତେବେ କାହିଁକି ଭଗବାନ ବିଷ୍ଣୁଙ୍କୁ ମାନବ ଅବତାର ନେଇ ଜନ୍ମ ନେବାକୁ ପଡ଼ିଲା? ଏହାପରେ ଭୋଳାନାଥ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ବିଷୟରେ 5ଗୋଟି ବିଶେଷ କାରଣ ବିଷୟରେ କହିଲେ। ପ୍ରଥମ କାରଣ ହେଉଛି ସନତ କୁମାରଙ୍କ ଭଗବାନଙ୍କ ପାରିଷଦମାନଙ୍କ ଅଭିଶାପ, ଯେଉଁ କାରଣରୁ ଭଗବାନଙ୍କ ପାରିଷଦମାନଙ୍କୁ ରାକ୍ଷସ ଯୋନିରେ ଜନ୍ମ ନେବାକୁ ପଡ଼ିଲା, ଆଉ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭଗବାନଙ୍କୁ ପୃଥିବୀରେ ଜନ୍ମ ନେବାକୁ ପଡ଼ିଲା। ଦ୍ୱିତୀୟ କାରଣ ହେଲା ଜଳନ୍ଧରର ପତ୍ନୀ ବୃନ୍ଦା ଭଗବାନଙ୍କୁ ଅଭିଶାପ ଦେଇଥିଲେ ଯେ ଆପଣଙ୍କୁ ମନୁଷ୍ୟ ଯୋନିରେ ଜନ୍ମ ନେବାକୁ ପଡ଼ିବ। ଜଳନ୍ଧରର ଉଦ୍ଧାର କରିବା ପାଇଁ ଭଗବାନ ବିଷ୍ଣୁ ଜଳନ୍ଧରର ପତ୍ନୀ ବୃନ୍ଦାର ସତୀତ୍ୱ ନଷ୍ଟ କରିଥିଲେ। ତୃତୀୟ କାରଣ ହେଉଛି ନାରଦଙ୍କର ଅଭିଶାପ। ଥରେ ଭଗବାନ ବିଷ୍ଣୁ ନାରଦଙ୍କୁ ବାନର ମୁଖରେ ଦେଖି ତାଙ୍କର ପରିହାସ କରିଥିଲେ। ଚତୁର୍ଥ କାରଣ, ମନୁ ଏବଂ ଶତ୍ରୁକାଙ୍କୁ ଭଗବାନ ବରଦାନ ଦେଇଥିଲେ ଯେ ସ୍ୱୟଂ ଭଗବାନ ତାଙ୍କର ପୁତ୍ର ରୂପରେ ପୃଥିବୀକୁ ଆସିବେ। ଆଉ ପଞ୍ଚମ ତଥା ମୁଖ୍ୟ କାରଣ ହେଲା ରାଜା ପ୍ରତାପଭାନୁ, ଅରିମର୍ଦ୍ଦନ ଏବଂ ଧର୍ମରୁଚିକୁ ଋଷିମାନଙ୍କର ଅଭିଶାପ। ଏହି 3 ଜଣ ହିଁ ରାବଣ, କୁମ୍ଭକର୍ଣ୍ଣ ଏବଂ ବିଭୀଷଣ ରୂପରେ ଜନ୍ମ ହୋଇଥିଲେ। ଥରେ ଏହି 3 ଭାଇ ଘୋର ତପସ୍ୟା କରିଥିଲେ। ଏମାନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ବ୍ରହ୍ମା ସେମାନଙ୍କୁ ବର ମାଗିବା ପାଇଁ କହିଥିଲେ। ରାବଣ କହିଲା, ହେ ପ୍ରଭୁ, ଆମକୁ ଏହି ବରଦାନ ଦିଅନ୍ତୁ ଯେ ଆମକୁ ମନୁଷ୍ୟ ଓ ବାନର ଛଡ଼ା ଆଉ କାହାରି ହାତରେ ଆମର ମୃତ୍ୟୁ ନ ହେଉ। ସେତେବେଳେ ବ୍ରହ୍ମା ସେମାନଙ୍କୁ ଏହି ବରଦାନ ଦେଇଥିଲେ। ତୁଳସୀଦାସ ଲେଖିଛନ୍ତି, ଯେତେବେଳେ ପୃଥିବୀ ଉପରେ ଅତ୍ୟାଚାର ହେଲା ଆଉ ଧର୍ମର ବିନାଶ ହେବାକୁ ଲାଗିଲା, ଅଭିମାନୀ ରାକ୍ଷସଙ୍କର ସଂଖ୍ୟା ବଢ଼ିବାକୁ ଲାଗିଲା, ସେତେବେଳେ କୃପାମୟ ପ୍ରଭୁ ଦିବ୍ୟ ଶରୀର ଧାରଣ କରି ସଜ୍ଜନମାନଙ୍କୁ ଉଦ୍ଧାର କରିଥାନ୍ତି। ସେ ଅସୁରମାନଙ୍କୁ ମାରି ଦେବତାଙ୍କର ରକ୍ଷା କରିଥାନ୍ତି। ଏହା ହିଁ ଶ୍ରୀରାମଙ୍କ ଅବତାରର ସବୁଠାରୁ ବଡ଼ କାରଣ ଅଟେ। ରାଜା ଦଶରଥ ଅଯୋଧ୍ୟାର ଚକ୍ରବର୍ତ୍ତୀ ତଥା ସୂର୍ଯ୍ୟବଂଶର ସମ୍ରାଟ ଥିଲେ। ଯେବେଠାରୁ ସେ ରାଜ୍ୟର କାର୍ଯ୍ୟଭାର ସମ୍ଭାଳିଥିଲେ, ସେହି ଦିନଠାରୁ ତାଙ୍କର ବିଜୟର ପତାକା ଚାରିଆଡ଼େ ଉଡ଼ାଇଥିଲେ। ମହାରାଜ ଦଶରଥଙ୍କର 3 ଗୋଟି ପତ୍ନୀ ଥିଲେ, ଯାହାଙ୍କର ନାମ ଯଥାକ୍ରମେ କୌଶଲ୍ୟା, କୈକେୟୀ ଏବଂ ସୁମିତ୍ରା ଥିଲା। ଦିନେ କୁଳଗୁରୁ ବଶିଷ୍ଠଙ୍କର ପତ୍ନୀ ମାତା ଅରୁନ୍ଧତୀ ଗୁରୁ ବଶିଷ୍ଠଙ୍କୁ ପଚାରିଲେ, ହେ ନାଥ, ଆମ ମହାରାଜଙ୍କର କୌଣସି ସନ୍ତାନ ସନ୍ତତି କାହିଁକି ନାହିଁ? ଗୁରୁ ବଶିଷ୍ଠ କହିଲେ, ଦେବୀ, ପୁତ୍ର ତ ସେତେବେଳେ ପ୍ରାପ୍ତି ହେବ ଯେତେବେଳେ ହୃଦୟରେ ପୁତ୍ରର ଲାଳସା ରହିବ। ଅରୁନ୍ଧତୀ କହିଲେ, ତେବେ ଏହି କାମକୁ ଆପଣ ମୋ ଉପରକୁ ଛାଡ଼ି ଦିଅନ୍ତୁ। ଏହାପରେ ମାତା ଅରୁନ୍ଧତୀ ତାଙ୍କ ପୁତ୍ରକୁ ନେଇ ଅଯୋଧ୍ୟାର ରାଜମହଲରେ ହାଜର ହୋଇଗଲେ। ଯେତେବେଳେ ମହାରାଜ ଦଶରଥ ମାତା ଅରୁନ୍ଧତୀକୁ ତାଙ୍କର ପୁତ୍ର ସହିତ ଦେଖିଲେ, ସେ ସଙ୍ଗେ ସଙ୍ଗେ ପାଖକୁ ଆସିଲେ ଆଉ ସେହି ପୁତ୍ରକୁ ଗାଲକୁ ଛୁଇଁ ତାକୁ ସ୍ନେହ ଆଦର କଲେ। ଏହି ସମୟରେ ମାତା ଅରୁନ୍ଧତୀ ପୁତ୍ରକୁ ଚୁପ୍ କରି ଚୁମୁଟି ଦେଲେ। ତେଣୁ ସେହି ପୁତ୍ର ସେହି ସମୟରେ କାନ୍ଦିବାକୁ ଲାଗିଲା। ଏହା ଦେଖି ମହାରାଜ ଦଶରଥ କହିଲେ, ଗୁରୁମାତା, ମୁଁ ତ ପୁତ୍ରକୁ ଧୀରେ ଛୁଇଁ ତାକୁ ଗେଲ କଲି, କିନ୍ତୁ ଏ ପୁତ୍ର ଏତେ ଜୋରରେ କାହିଁ କାନ୍ଦୁଛି? ମାତା ଅରୁନ୍ଧତୀ କହିଲେ, ମହାରାଜ, ମୋର ଏହି ପୁତ୍ର ମନରେ ଭାବୁଛି ଯେ ଆପଣ ତ ରାଜା ହୋଇଗଲେ ଆଉ ଏହାର ପିତା ଆପଣଙ୍କର ଗୁରୁ ହୋଇଗଲେ, କିନ୍ତୁ ଆପଣଙ୍କର କୌଣସି ପୁତ୍ର ନାହିଁ। ତେବେ ମୋର ପୁତ୍ର କାହାର ଗୁରୁ ହେବ? କାହିଁକି ନା ଆପଣଙ୍କର ତ କୌଣସି ପୁତ୍ର ନାହିଁ, ଆଉ ଏ ପରମ୍ପରା ତ ଭାଙ୍ଗିଯିବ। ଯେତେବେଳେ ମହାରାଜ ଦଶରଥ ମାତା ଅରୁନ୍ଧତୀଙ୍କ ଠାରୁ ଏଭଳି ସବୁ କଥା ଶୁଣିଲେ, ସେ ମନେ ମନେ ବହୁତ ଦୁଃଖୀ ହେଲେ। ତାଙ୍କୁ ରାଜ୍ୟର ଚିନ୍ତା ଘାରିବାକୁ ଲାଗିଲା। ତେଣୁ ସେ ଗୁରୁ ବଶିଷ୍ଠଙ୍କୁ ଏହାର ଉପାୟ ପଚାରିଲେ। ମହର୍ଷି ବଶିଷ୍ଠ ତାଙ୍କୁ ଶୃଙ୍ଗିମୁନିଙ୍କ ଦ୍ୱାରା ପୁତ୍ରେଷ୍ଟି ଯଜ୍ଞ କରିବାକୁ କହିଲେ। ଶୃଙ୍ଗିମୁନି ମଧ୍ୟ
ପ୍ରତିଷ୍ଠି ଯଜ୍ଞ କରିବାକୁ ରାଜି ହୋଇଗଲେ। ଆଉ ଯଜ୍ଞ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହେଲା। ଆଉ ରାଜା ଦଶରଥଙ୍କ ଦ୍ୱାରା ଏହି ଯଜ୍ଞ ସମ୍ପନ୍ନ ହେଲା। ଯଜ୍ଞ ସମ୍ପନ୍ନ ହେଲା ପରେ ସେହି ଅଗ୍ନି ମଧ୍ୟରୁ ସ୍ୱୟଂ ଅଗ୍ନିଦେବ ଏକ କ୍ଷୀରପାତ୍ର ହାତରେ ନେଇ ପ୍ରକଟ ହେଲେ। ଆଉ ସେହି କ୍ଷୀରପାତ୍ରକୁ ସେ ରାଜା ଦଶରଥଙ୍କୁ ଦେଲେ। ଆଉ କହିଲେ, ପାତ୍ରରେ ଥିବା ଏହି କ୍ଷୀରକୁ ଆପଣଙ୍କର 3 ରାଣୀକୁ ଖୁଆଇ ଦିଅନ୍ତୁ। ଏହାଦ୍ୱାରା ସେମାନଙ୍କୁ ପୁତ୍ର ପ୍ରାପ୍ତି ହେବ। ଏହାପରେ ରାଜା ଦଶରଥ ସେହି କ୍ଷୀରପାତ୍ରକୁ ନେଇ ତାଙ୍କ ରାଣୀମାନଙ୍କ ପାଖକୁ ଗଲେ। ତାପରେ ସେହି କ୍ଷୀରକୁ 2 ଭାଗ କଲେ। ସେଥିରୁ ଅଧା ଭାଗ ରାଣୀ କୌଶଲ୍ୟାଙ୍କୁ ଦେଲେ। ଆଉ ବଞ୍ଚିଥିବା ଅଧା ଭାଗକୁ ପୁଣି 2 ଭାଗ କରାଗଲା, ଯାହା ରାଣୀ କୈକେୟୀ ଆଉ ରାଣୀ ସୁମିତ୍ରାଙ୍କୁ ଦିଆଗଲା। ଏହାପରେ 3 ରାଣୀ ଗର୍ଭବତୀ ହେଲେ। ଯେଉଁଦିନଠାରୁ ଭଗବାନ ଗର୍ଭକୁ ଆସିଲେ, ସେହିଦିନଠାରୁ ଚାରିଆଡ଼େ ସୁଖ ସମୃଦ୍ଧି ଖେଳିଗଲା। ଗ୍ରହ, ବାର, ଲଗ୍ନ, ନକ୍ଷତ୍ର ଓ ତିଥି ସବୁ ଅନୁକୂଳ ହୋଇଗଲା। ଆଉ ଶେଷରେ ସେହି ପବିତ୍ର ସମୟ ମଧ୍ୟ ଆସିଗଲା। ଚୈତ୍ର ମାସର ନବମୀ ତିଥି ଥିଲା, ଆଉ ଶୁକ୍ଳ ପକ୍ଷ, ଯାହା ଭଗବାନଙ୍କର ଅତି ପ୍ରିୟ ଅଟେ। ଦ୍ୱିପହରର ସମୟ ଥିଲା। ନା ବହୁତ ଥଣ୍ଡା ଥିଲା, ନା ବହୁତ ଗରମ। ସେହି ପବିତ୍ର ସମୟ ସମସ୍ତଙ୍କୁ ବହୁତ ଶାନ୍ତି ପ୍ରଦାନ କରୁଥିଲା। ଶୀତଳ ଆଉ ସୁଗନ୍ଧିତ ବାୟୁ ପ୍ରବାହିତ ହେଉଥିଲା। ସମସ୍ତ ଦେବତା ଭଗବାନଙ୍କୁ ସ୍ମୃତି କରି ନିଜ ଲୋକକୁ ଫେରି ଯାଉଥିଲେ। ସେହି ସମୟରେ ଅଯୋଧ୍ୟାର ଦିବ୍ୟ ଭବନର ଦିବ୍ୟ କକ୍ଷରେ ଭଗବାନ ଶ୍ରୀରାମ ପ୍ରକଟ ହେଲେ। ଯେତେବେଳେ ପ୍ରଭୁ ଶ୍ରୀରାମଙ୍କର ଜନ୍ମ ହେଲା, ସେ ଚତୁର୍ଭୁଜ ରୂପରେ ପ୍ରକଟ ହେଲେ। ଯେତେବେଳେ ରାଣୀ କୌଶଲ୍ୟା ଦେଖିଲେ, ସେ ବଡ଼ ଆଶ୍ଚର୍ଯ୍ୟ ହୋଇଗଲେ। ଯିଏ ସାରା ବ୍ରହ୍ମାଣ୍ଡରେ ବିସ୍ତାରିତ ହୋଇଛନ୍ତି, ସେ ଆଜି ମୋର ଗର୍ଭରୁ ଜାତ ହୋଇଛନ୍ତି। ଭଗବାନ ମାତା କୌଶଲ୍ୟାଙ୍କୁ ଦିବ୍ୟ ରୂପ ଦେଖାଇଲେ। ଭଗବାନ ଚାହୁଁଥିଲେ ମାତାଙ୍କ ଭିତରେ ବାତ୍ସଲ୍ୟ ମମତା ଜାଗ୍ରତ ହେଉ। କାହିଁକି ନା ମାତା କୌଶଲ୍ୟା ପୂର୍ବ ଜନ୍ମରେ ଭଗବାନଙ୍କୁ ବରଦାନ ମାଗିଥିଲେ ଯେ ଆପଣ ପୁତ୍ର ରୂପରେ ଆମ ଘରକୁ ଆସନ୍ତୁ। ଆଉ କହିଥିଲେ ଯେ ଯେତେବେଳେ ଆପଣ ଆମ ଘରକୁ ଆସିବେ, ମୋତେ ଥରେ ମାତ୍ର ଏହା ବୋଧ ହେବା ଉଚିତ ଯେ ମୋ ଘରକୁ ଯିଏ ଆସିଛନ୍ତି ସେ ଭଗବାନ ବୋଲି। ମାତା କୌଶଲ୍ୟା ଭଗବାନଙ୍କୁ ମନ ଭରି ଦେଖିବାକୁ ଲାଗିଲେ। ଆଉ ଭଗବାନ ଏହା ଦେଖି ହସିବାକୁ ଲାଗିଲେ। ଭଗବାନଙ୍କର ଦିବ୍ୟ ଦର୍ଶନ କରିସାରିଲା ପରେ ମାତା କୌଶଲ୍ୟାଙ୍କର ବୁଦ୍ଧି ବଦଳିଗଲା। ତେଣୁ ସେ କହିଲେ, ହେ ପୁତ୍ର, ଏସବୁ ଛାଡ଼ି ଆପଣ ବାଲ୍ୟଲୀଳା କରନ୍ତୁ। ସେହି ସୁଖ ମୋତେ ପରମ ଅନୁଭବ ଦେବ। ମାତାଙ୍କ କଥା ଶୁଣି ଦେବତାଙ୍କର ସ୍ୱାମୀ ଶ୍ରୀହରି ଗୋଟିଏ ବାଳକ ରୂପ ଧାରଣ କରି କାନ୍ଦିବା ଆରମ୍ଭ କରିଦେଲେ। ଛୋଟ ଶିଶୁର କାନ୍ଦିବା ସ୍ୱର ଶୁଣି ଅନ୍ୟ ରାଣୀ ଏବଂ ଦାସୀମାନେ ଉତ୍ସାହର ସହିତ ଦୌଡ଼ିବାକୁ ଲାଗିଲେ। ଯେତେବେଳେ ଏକଥା ସାରା ଅଯୋଧ୍ୟାରେ ଖେଳିଗଲା, ସମସ୍ତେ ଆନନ୍ଦମଗ୍ନ ହୋଇଗଲେ। ପୁତ୍ର ଜନ୍ମ ହୋଇଛି ଶୁଣି ରାଜା ଦଶରଥ ଦିବ୍ୟ ଆନନ୍ଦରେ ମଗ୍ନ ହୋଇଗଲେ। ଶିଶୁ ରାମଚନ୍ଦ୍ର ଚୈତ୍ର ଶୁକ୍ଳପକ୍ଷ ନବମୀରେ ଜନ୍ମ ହେଲେ। ଗୋଟିଏ ଥର ନବମୀ ତିଥି ମନ ଦୁଃଖରେ ତାର ଅଭିଯୋଗ ଶୁଣାଇବା ପାଇଁ ଭଗବାନଙ୍କ ପାଖକୁ ଆସିଥିଲା। ଭଗବାନଙ୍କୁ କାନ୍ଦି କାନ୍ଦି ତାର ଦୁଃଖ ଶୁଣାଇଥିଲା। ଭଗବାନ କହିଲେ, ତୁମେ କିଏ? କାହିଁକି କାନ୍ଦୁଛ? ମନ ଦୁଃଖରେ ନବମୀ ତିଥି କହିଥିଲା, ପ୍ରଭୁ, ମୁଁ ନବମୀ ତିଥି ଅଟେ। ମୁଁ ମୋର ଦୁଃଖ ଜଣାଇବା ପାଇଁ ଆପଣଙ୍କ ପାଖକୁ ଆସିଛି। ପ୍ରଭୁ, ମୋତେ ଏହି ସଂସାର ତ୍ୟାଗ କରିଦେଲାଣି। ବଡ଼ ବଡ଼ ବ୍ରାହ୍ମଣ ପଣ୍ଡିତମାନେ କହୁଛନ୍ତି ନବମୀ ତିଥିରେ କେଉଁଆଡ଼େ ଯାତ୍ରା କରିବା ଉଚିତ ନୁହେଁ, କୌଣସି ଶୁଭ କାର୍ଯ୍ୟ କରିବା ଉଚିତ ନୁହେଁ। ମୋର ବହୁତ ଅନାଦର କରାଯାଉଛି। ସମସ୍ତ ତିଥିରେ କୌଣସି ନା କୌଣସି ଉତ୍ସବ ନିଶ୍ଚୟ ପାଳନ କରାଯାଉଛି। କୌଣସି ନା କୌଣସି ଅବତାର ହୋଇଛି, ପରନ୍ତୁ ମୁଁ ଖାଲି ରହିଯାଇଛି। ମୋର ଉଦ୍ଧାର କରନ୍ତୁ ପ୍ରଭୁ। ନବମୀ ତିଥିଠାରୁ ଏସବୁ କଥା ଶୁଣି ଭଗବାନଙ୍କ ଆଖିରେ ଲୁହ ଆସିଗଲା। ଭଗବାନ କହିଲେ, ତୁ କାହିଁକି ଚିନ୍ତା କରୁଛୁ? ଯାହା ଖାଲି ଅଟେ ମୋତେ ତାହା ପସନ୍ଦ ହୋଇଥାଏ। ମୁଁ ମୋର ପ୍ରେମରେ ତାକୁ ଭରି ଦେଇଥାଏ। ଏହାପରେ ଯେତେବେଳେ ମୋର ରାମ ଅବତାର ହେବ, ସେତେବେଳେ ମୁଁ ତୋ ସ୍ଥାନରେ ଅବତରଣ କରିବି। ଆଉ ତୋର ଏହି ନବମୀ ତିଥିରେ ଉତ୍ସବ ପାଳନ କରାଯିବ। ଭଗବାନଙ୍କ ପାଖରେ ବସିଥିବା ମା ଲକ୍ଷ୍ମୀ ମଧ୍ୟ ଏକଥା ଶୁଣି ମନ ଦୁଃଖ କରିବାକୁ ଲାଗିଲେ। ତାଙ୍କ ହୃଦୟ ମଧ୍ୟ ତଳିବାକୁ ଲାଗିଲା। ସେ କହିଲେ, ଯଦି ଭଗବାନ ନବମୀରେ ଆସିବେ, ତେବେ ମୁଁ ମଧ୍ୟ ସେହି ନବମୀରେ ହିଁ ଆସିବି। ଯେମିତି ନବମୀ ତିଥିରେ ଭଗବାନଙ୍କ ରାମଙ୍କ ଜନ୍ମ ହେଲା, ସେତେବେଳେ ଆକାଶ ମାର୍ଗରୁ ଦେବତା ଏବଂ ଗନ୍ଧର୍ବମାନେ ପୁଷ୍ପ ବର୍ଷା କରିବାକୁ ଲାଗିଲେ। ଭଗବାନ ଶ୍ରୀରାମଙ୍କ ଦର୍ଶନରେ ସୂର୍ଯ୍ୟ ଭଗବାନ ଆନନ୍ଦମଗ୍ନ ହୋଇ ସ୍ଥିର ହୋଇଗଲେ। ରାମ ଜନ୍ମ ହେବା ଦ୍ୱାରା ସମସ୍ତ ଦେବତା ବହୁତ ପ୍ରସନ୍ନ ହେଲେ।
ପରନ୍ତୁ ଚନ୍ଦ୍ରଦେବ ଦୁଃଖୀ ହୋଇଗଲେ। ସୂର୍ଯ୍ୟାସ୍ତ ବିନା ରାମଚନ୍ଦ୍ରଙ୍କର ଦର୍ଶନ କେମିତି ହୋଇପାରିବ? ତେଣୁ ଭଗବାନ ଚନ୍ଦ୍ରମାକୁ ପଚାରିଲେ, ଆଜି ମୋର ପୃଥିବୀରେ ଅବତରଣ ହୋଇଛି, ଆଉ ତୁମେ ମନ ଦୁଃଖ କରୁଛ? ଏହାପରେ ଚନ୍ଦ୍ରଦେବ ରାମଚନ୍ଦ୍ରକୁ କହୁଛନ୍ତି, ଯଦି ସୂର୍ଯ୍ୟାସ୍ତ ହେବ ନାହିଁ ତେବେ ମୁଁ ଆପଣଙ୍କର ଦର୍ଶନ କେମିତି କରିପାରିବି? ଏତିକି କହି ଚନ୍ଦ୍ରଦେବ କାନ୍ଦି ପକାଇଲେ। ଏହାପରେ ଭଗବାନ ଶ୍ରୀରାମ ଚନ୍ଦ୍ରମାକୁ ଆଶ୍ୱାସନା ଦେଇ କହିଲେ, ଆଜିଠାରୁ ମୁଁ ତୁମର ନାମକୁ ଧାରଣ କରିବି। ପରନ୍ତୁ ଚନ୍ଦ୍ରଦେବ ପ୍ରଶ୍ନ ହେଲେ ନାହିଁ। ଶ୍ରୀରାମ କହିଲେ, ମୁଁ ଏଥର ସୂର୍ଯ୍ୟବଂଶରେ ଜନ୍ମ ହୋଇଛି। ଭବିଷ୍ୟତରେ ମୁଁ କୃଷ୍ଣ ଅବତାରରେ ରାତ୍ରିର ମଧ୍ୟପ୍ରହରରେ ଆସିବି, ଆଉ ସବୁଠାରୁ ପ୍ରଥମେ ତୁମକୁ ଦର୍ଶନ ଦେବି। ଏ କଥା ଶୁଣି ଚନ୍ଦ୍ରଦେବ ପ୍ରଶ୍ନ ହେଲେ। ଏହାପରେ ଶୁଭ ନକ୍ଷତ୍ର ଆଉ ଶୁଭ ଘଡ଼ିରେ ମହାରାଣୀ କୈକେୟୀ ଗୋଟିଏ ପୁତ୍ର ତଥା ମହାରାଣୀ ସୁମିତ୍ରା ଦୁଇଟି ତେଜସ୍ୱୀ ପୁତ୍ରଙ୍କୁ ଜନ୍ମ ଦେଲେ। ଏହାପରେ ସମସ୍ତେ ଭଗବାନ ଅବତରିତ ହେବାର ଉତ୍ସବ ମନାଇଲେ। ଭଗବାନଙ୍କ ନାମକରଣରେ ଶୁଭ ସମୟ ମଧ୍ୟ ଆସିଗଲା। ଗୁରୁ ବଶିଷ୍ଠଙ୍କୁ ଡକାଗଲା। ଦରବାରର ଉଚ୍ଚ ଆସନରେ ଗୁରୁଦେବଙ୍କୁ ବସାଗଲା, ଆଉ ତଳେ 4ଗୋଟି ଆସନ ପକାଇ ଦିଆଗଲା। ଏହି 4ଗୋଟି ଆସନରେ ମହାରାଜ ଦଶରଥଙ୍କ ସମେତ ତାଙ୍କର 3 ରାଣୀ ବିରାଜମାନ କଲେ। ଆଜିର ଏତେ ବଡ଼ ଦିନରେ ଗୁରୁ ବଶିଷ୍ଠ ନିଜ ଭାଗ୍ୟର ବହୁତ ପ୍ରଶଂସା କରିବାକୁ ଲାଗିଲେ। ସେ ମନେ ମନେ ଭାବିଲେ ଯେ ଯାହା ହେଉ ମୋ ଦ୍ୱାରା ଆଜି ଭଗବାନଙ୍କର ନାମକରଣ ହେବ। ଏହା ଭାବି ତାଙ୍କ ଆଖିରେ ଲୁହ ଆସିଗଲା। ଏହି ସମୟରେ ଗୁରୁ ବଶିଷ୍ଠଙ୍କର ଏକ ପୁରୁଣା କଥା ମନେ ପଡ଼ିଗଲା। ଯେଉଁ ସମୟରେ ବ୍ରହ୍ମା ଗୁରୁ ବଶିଷ୍ଠଙ୍କୁ ପ୍ରକଟ କରିଥିଲେ, ସେହି ସମୟରେ ବ୍ରହ୍ମା ଆଜ୍ଞା ଦେଇଥିଲେ ଯେ ତୁମେ ସୂର୍ଯ୍ୟବଂଶର ପୁରୋହିତ ହୋଇଯାଅ। କିନ୍ତୁ ସେହି ସମୟରେ ବଶିଷ୍ଠ ମନା କରିଦେଇଥିଲେ, କାରଣ ତାଙ୍କୁ ଏ କାର୍ଯ୍ୟ କରିବାକୁ ଭଲ ଲାଗୁନଥିଲା। ବ୍ରହ୍ମା କହିଥିଲେ, ପୁତ୍ର, ଯଦି ତୁମେ ଏ ସୁଯୋଗ ଛାଡ଼ିଦେବ ତେବେ ତୁମେ ବହୁତ ପଶ୍ଚାତାପ କରିବ, ଆଉ ପଶ୍ଚାତାପ କରି କାନ୍ଦିବ। ବଶିଷ୍ଠ ପଚାରିଥିଲେ, ପିତାଶ୍ରୀ, ମୁଁ କାହିଁକି ପସ୍ତେଇବି? ବ୍ରହ୍ମା କହିଲେ, ଯଦି ତୁମେ ସୂର୍ଯ୍ୟବଂଶର ପୁରୋହିତ ହେବ, ସେହି ସୂର୍ଯ୍ୟବଂଶରେ ଭଗବାନ ବିଷ୍ଣୁ ଶ୍ରୀରାମ ଅବତାର ନେଇ ଏ ବଂଶରେ ଜନ୍ମ ନେବେ, ଆଉ ତୁମକୁ ଭଗବାନଙ୍କୁ ନିଜ କୂଳରେ ଖେଳାଇବାର ଅବସର ପ୍ରାପ୍ତ ହେବ। ତୁମ କୂଳରେ ସ୍ୱୟଂ ଭଗବାନ ବସିଥିବେ। ତୁମେ ସତରେ କେଡ଼େ ଭାଗ୍ୟବାନ ହେବ। ଏହାପରେ ବଶିଷ୍ଠ ଏ କଥାକୁ ସ୍ୱୀକାର କରି ନେଇଥିଲେ ଯେ ମୁଁ ସୂର୍ଯ୍ୟବଂଶର ପୁରୋହିତ ନିଶ୍ଚୟ ହେବି। ତେଣୁ ଏ କଥାକୁ ଗୁରୁ ବଶିଷ୍ଠ ମନେ ପକାଇ ନିଜକୁ ଧନ୍ୟ ମନେ କରୁଥିଲେ, ଆଉ କହିଲେ, ଏହାଙ୍କ ନାମ ତ ଅନେକ ଅଟେ, ତଥାପି ମୋର ବୁଦ୍ଧିରେ ଯେଉଁ ନାମ ଆସିବ ମୁଁ ତାହା କହୁଛି। ଏ ଯେଉଁ ଆନନ୍ଦ ସମୁଦ୍ର ଆଉ ସୁଖର ରାଶି ଅଟେ, ଯାହାର ଟିକିଏ ମାତ୍ରାରେ ସାରା ସଂସାରର ସୁଖୀ ହୋଇଯିବ। ତେଣୁ ଆପଣଙ୍କର ସବୁଠାରୁ ସେହି ବଡ଼ ପୁତ୍ରର ନାମ ରାମ ଅଟେ। ରାମର ଅର୍ଥ ଯିଏ ସମସ୍ତଙ୍କୁ ଆରାମ ଦେବ, ଯିଏ ସମସ୍ତଙ୍କୁ ଆନନ୍ଦିତ କରିବ। ତାଙ୍କ ନାମର ମହିମା ଅନନ୍ତ ଅଟେ। ଗୋଟିଏ ରାମ ନାମରେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ। ଏହାପରେ ଗୁରୁ ବଶିଷ୍ଠ କହିଲେ, ଯିଏ ସଂସାରର ଭରଣ ପୋଷଣ କରନ୍ତି, ଆପଣଙ୍କର ସେହି ଦ୍ୱିତୀୟ ପୁତ୍ରର ନାମ ଭରତ ହେବ। ଯାହାର ସ୍ମରଣ ମାତ୍ରକେ ଶତ୍ରୁମାନଙ୍କର ବିନାଶ ହୋଇଯିବ, ତାଙ୍କର ବେଦରେ ପ୍ରସିଦ୍ଧ ନାମ ଶତ୍ରୁଘ୍ନ ଅଟେ। ଆଉ ଯିଏ ଶୁଭ ଲକ୍ଷଣର ଧାମ ଆଉ ରାମଚନ୍ଦ୍ରଙ୍କର ଅତି ପ୍ରିୟ ହେବେ, ତାଙ୍କର ନାମ ହେଉଛି ଲକ୍ଷ୍ମଣ। ଏହିପରି ଭାବରେ ମହର୍ଷି ବଶିଷ୍ଠ ନିଜ ହୃଦୟରେ ଏସବୁ ବିଚାର କରି ବିଭିନ୍ନ ଶୁଭ ନାମ ରଖିଲେ, ଆଉ କହିଲେ, ହେ ମହାରାଜ, ଆପଣଙ୍କର 4 ପୁତ୍ର ବେଦର ତତ୍ତ୍ୱ ଅଟନ୍ତି, ମୁନିମାନଙ୍କର ଧନ, ଭକ୍ତମାନଙ୍କର ସର୍ବସ୍ୱ ଆଉ ଶିବଙ୍କର ପ୍ରାଣ ଅଟନ୍ତି। ଏହି ପ୍ରକାରେ ଗୁରୁ ବଶିଷ୍ଠ ମହାରାଜ ଦଶରଥଙ୍କର 4 ପୁତ୍ରଙ୍କର ନାମକରଣ କଲେ। ଏହାପରେ ଭଗବାନ ଶ୍ରୀରାମ ତାଙ୍କର ବାଲ୍ୟଲୀଳା ଆରମ୍ଭ କରିବା ସହିତ ତାଙ୍କର ଅବତାରକୁ ମଧ୍ୟ ସମ୍ପୂର୍ଣ୍ଣ କରିଥିଲେ। ତେଣୁ ଯେଉଁଦିନ ଏହି ଧରାପୃଷ୍ଠରେ ସ୍ୱୟଂ ଭଗବାନ ଜନ୍ମ ହୋଇଥିଲେ, ସେହି ପବିତ୍ର ନବମୀ ତିଥି, ଯାହାକୁ ଆମେ ଆଜି ରାମନବମୀ ଭାବରେ ପାଳନ କରୁଛେ, ସେହି ରାମନବମୀର କଥା ଏହିଠାରେ ସମ୍ପୂର୍ଣ୍ଣ ହେଲା। ଦର୍ଶକ ବନ୍ଧୁ, ଏହି ଶ୍ରୀରାମ ନବମୀର ଏହି ପବିତ୍ର କଥା ଆପଣମାନଙ୍କୁ କେମିତି ଲାଗିଲା? ଆପଣଙ୍କର ମତାମତ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିବେ, ଆଉ ଆପଣଙ୍କର ବନ୍ଧୁମାନଙ୍କୁ ନିଶ୍ଚୟ ସେୟାର କରିବେ।